बाल्मीक नारद घटजोनि निज निज मुखनि कही निज होनी। जलचर थलचर भवचर नाना जे जड़ चेतन जीव जहान। मति किरति गति भूति भलाई जब जेहि जतन जाह जेहि पाई। सो जानव सत संगत प्रभाव लोक हो वेद न आन उपाय। वाल्मीकि नारद ओ अगस्त्य ऋषि निज निज मुखरे सत्संग प्रभाव प्रभावित होइथिबा निजर जीवन वृत्तांत कहि जाइछन्ति। एही जगतरे जलचर स्थलचर ओ नभचर आदि जेते सबु चराचर जीव अछन्ति सेमानंक मध्यरु जे केही जेतेबेले जेउठी जेकोसी यत्न फलरे भी बुद्धि कीर्ति सद्गति विभूति कल्याण आदि जहा किछि लाभ करिछन्ति से सबु केवल सत्संगर प्रभाव बोली बुझिबा उचित। ए सबु प्राप्ति पाई वेदरे किंबा लोकरे अन्य कौनसी द्वितीय उपाय कहा जाय पारे नाही। बिनु सतसंग विवेक न होई राम कृपा बिनु सुलभ न सोई। सतसंगत मुद मंगल मूला सोई फल सिद्धि सब साधन फूला। सतसंग बिना विवेक उदय हुए नहीं एवं श्री राम को कृपा बिना सही सत्संग सहजरे मिले नहीं। सत्संग हेउछि आनंद ओ कल्याणर मूल। सत्संग प्राप्ति ही फल समान अन्य सबु साधनत फूल परी। सठ सुधरहि सतसंगति पाई पारस परस कुधातु सुहाई। विधिवश सुजन कुसंगत परहि फनि मिनि समनिज गुण गनो सरहि। परसमणिर स्पर्शरे लुहा जेपरि सुना पलटि जाए सत्संग पाइले दुष्ट मध्य सेहीपरि सुधरी जाए। किंतु दैव जोगरु जदि सज्जन केबे कुसंगति रे पड़ी जाती तेबे भी से सापर मणिपरि निज गुण रही अनुसरण करती। अर्थात सापर संसर्ग पाई मध्य मणि जेपरि तार विष ग्रहण करे नाही कि निजर आलोक देवारे स्वाभाविक गुण छाड़े नाही। दुष्टर संगति रे रही मध्य साधु पुरुष सेहीपरि दुष्ट द्वारा प्रभावित हुअन्ति नाही कि अन्यमानंकु ज्ञानालोक देवा छाड़न्ति नाही। विधि हरिहर कवि कोविदवानि कहत साधु महिमा सकुचानी। सोमुसन कही जातन कैसे साकवनिक मणि गुणगन जैसे। ब्रह्मा विष्णु शिव कवि ओ पंडित मानकर बाणी मध्य सन्थंक महिमा वर्णना करने असमर्थ प्रकाश करी संकुचित हो जाए। परिबा बेपारी जेपरी अमूल्य मणिर मूल करने अयोग्य मु सेहीपरि सन्थंक महिमा वर्णना करने कौन प्रकार योग्य नुहे। बंदो संत समान चित हित अनहित नहीं कोई
ଅଞ୍ଜଲିଗତ ଶୁଭ ସୁମନ ଜିମି ସମ ସୁଗନ୍ଧ କର ଦୋହି। ମୁଁ ସନ୍ଥମାନଙ୍କୁ ପ୍ରଣାମ କରୁଛି, ଯେଉଁମାନଙ୍କ ଚିତ୍ତରେ ସମତ୍ଵ ଭାବ ରହିଛି। ସେମାନଙ୍କର କେହି ମିତ୍ର ନୁହନ୍ତି କି କେହି ଶତ୍ରୁ ନୁହନ୍ତି। ଅଞ୍ଜଳିରେ ଧରାଯାଇଥିବା ସୁଗନ୍ଧ ଫୁଲ ଯେପରି ଫୁଲ ଛିଣ୍ଡାଇଥିବା ଓ ଫୁଲ ଧରିଥିବା ଉଭୟ ହାତକୁ ସମାନ ଭାବରେ ସୁଗନ୍ଧିତ କରିଥାଏ, ସନ୍ଥ ସେହିପରି ଶତ୍ରୁ ଓ ମିତ୍ର ଉଭୟଙ୍କର ସମାନ ଭାବରେ କଲ୍ୟାଣ କରିଥାଏ। ସନ୍ଥ ସରଳ ଚିତ ଜଗତ ହିତ ଜାନେ ସ୍ୱଭାବ ସ୍ନେହୋ ବାଲ ବିନୟ ସୁନି କରି କୃପା ରାମଚରଣ ରତି ଦେହୁ। ସନ୍ଥମାନେ ହେଉଛନ୍ତି ସରଳ ହୃଦୟ ଓ ଜଗତର ହିତକାରୀ। ସେମାନଙ୍କର ଏହିପରି ସ୍ୱଭାବ ଓ ସ୍ନେହ ଜାଣି ମୁଁ ସେମାନଙ୍କୁ ବିନୀତ କରି କହୁଛି ଯେ ମୋର ଏହି ବାଳ ସୁଲଭ ବିନୟ ଶୁଣି କୃପା କରି ସେମାନେ ମୋତେ ଶ୍ରୀରାମଙ୍କ ପାଦପଦ୍ମରେ ପ୍ରୀତି ପ୍ରଦାନ କରନ୍ତୁ। ବହୁରି ବନ୍ଦୀ ଖଲଗନା ସତୀ ଭାଇ ଯେ ବିନୁ କାଜ ଦାହିନେ ହୋବାଏ ପରହିତ ହାନି ଲାଭ ଜିହ୍ନି କେରି ଉଜରେ ହରସ ବିଷାଦ ବସେରେ। ବର୍ତ୍ତମାନ ମୁଁ ସେହି ଦୁଷ୍ଟମାନଙ୍କୁ ହୃଦୟ ସହକାରେ ପ୍ରଣାମ କରୁଛି, ଯେଉଁମାନେ କି ଆକାଶ, ଯେଉଁମାନେ କି ଅକାରଣରେ ସେମାନଙ୍କର ହିତକାରୀମାନଙ୍କ ପ୍ରତି ମଧ୍ୟ ପ୍ରତିକୂଳ ଆଚରଣ କରନ୍ତି। ପରର କ୍ଷତି ହିଁ ସେମାନଙ୍କ ଦୃଷ୍ଟିରେ ଲାଭ ଓ ଅନ୍ୟ ଲୋକ କ୍ଷତିଗ୍ରସ୍ତ ହେଲେ ସେମାନେ ପ୍ରସନ୍ନ ହୁଅନ୍ତି ଏବଂ ଅନ୍ୟ ଲୋକେ ଶାନ୍ତିରେ ବସବାସ କଲେ ସେମାନେ ଦୁଃଖୀ ହୁଅନ୍ତି। ହରିହର ଯଶ ରାକେଶ ରାହୁସେ ପର କାଜ ଭଟ୍ଟ ସହସବାହୁସେ ଯେ ପର ଦୋଷ ଲଖହି ସହସାଖି ପରହିତ ଘୃତ ଜିହ୍ନିକେ ମନ ମାଖି। ଯେଉଁମାନେ ହରି ଏବଂ ହରଙ୍କ ଯଶରୂପୀ ପୂର୍ଣ୍ଣଚନ୍ଦ୍ର ନିମନ୍ତେ ରାହୁ ସମାନ ଅର୍ଥାତ୍ ଭଗବାନ ବିଷ୍ଣୁ କିମ୍ବା ଶିବଙ୍କର ଯଶ ବର୍ଣ୍ଣନାରେ ଯେଉଁମାନେ ବାଧା ଉପୁଜାନ୍ତି, ପୁଣି ଅନ୍ୟର ଅହିତ କରିବାରେ ଯେଉଁମାନେ ସହସ୍ର ବାହୁ ସମ ବୀର, ଯେଉଁମାନେ ସହସ୍ର ଚକ୍ଷୁ ହୋଇ ପରଦୋଷ ଦର୍ଶନ କରନ୍ତି ଏବଂ ଅନ୍ୟମାନଙ୍କର ମଙ୍ଗଳ ରୂପୀ ଘୃତରେ ଯେଉଁମାନଙ୍କର ମନ ମାଛି ପରି ପଡ଼ିଯାଏ, ଦୁଷ୍ଟମାନେ ସେହିପରି ଆପଣାର କ୍ଷତି କରି ମଧ୍ୟ ଅନ୍ୟର ମହତ୍ କର୍ମକୁ ନଷ୍ଟ କରିଦିଅନ୍ତି। ତେଜ କୃଷାନୁ ରୋଷ ମହିଷେଷା ଅଘව ଗୁଣ ଧନ ଧନି ଧନେଶା ଉଦୟ କେତ ସମହିତ ସବହିକେ କୁମ୍ଭକରଣ ସମ ସେବତନିକେ। ଯେଉଁମାନଙ୍କର ତେଜ ଅଗ୍ନି ପରି ପ୍ରଚଣ୍ଡ ଓ କ୍ରୋଧ ଯମରାଜଙ୍କ ପରି ଉଗ୍ର, ସେମାନେ ପାପ ଓ ଅବଗୁଣ ରୂପୀ ଧନରେ କୁବେର ପରି ଧନୀ, ଯେଉଁମାନଙ୍କର ଅଭିବୃଦ୍ଧି ସମସ୍ତଙ୍କର ହିତ ନାଶ କରିବାରେ ଧୂମକେତୁ ପରି ଏବଂ ଯେଉଁମାନେ କୁମ୍ଭକର୍ଣ୍ଣ ପରି ଶୋଇ ରହିଲେ ହିଁ ଜଗତର କଲ୍ୟାଣ ହୋଇଥାଏ। ପର କାଜୁ ଲଗି ତନୁ ପରିହରହି ଜିମି ହିମି ଉପଲ କୃଷି ଦଲି ଗରହି ବନ୍ଦ ଖଲ ଯଶ ଶେଷ ସରୋଷା ସହସ ବଦନ ବରନଈ ପରଦୋଷା। କୁଆପଥର ଚାଷୀର ଫସଲ ନଷ୍ଟ କରି ନିଜେ ନଷ୍ଟ ହୋଇଯିବା ପରି ଯେଉଁ ଦୁଷ୍ଟମାନେ ପରର ଅନିଷ୍ଟ କରିବା ନିମନ୍ତେ ଆପଣାର ଶରୀର ବି
ଛାଡ଼ି ଦିଅନ୍ତି ଏବଂ ଯେଉଁ ଦୁଷ୍ଟମାନେ ରୁଷ୍ଟ ହୋଇ ପର ଦୋଷକୁ ସହସ୍ର ମୁଖରେ ବର୍ଣ୍ଣନା କରନ୍ତି, ମୁଁ ସେମାନଙ୍କୁ ସହସ୍ର ଫଣାଯୁକ୍ତ ଶେଷଦେବ ମନେକରି ପ୍ରଣାମ କରୁଛି। ପୁନି ପ୍ରଣବ ପୃଥୁରାଜ ସମାନ ପରଗ ସୁନଇ ସହସ ଦଶ କାନା ବହୁରି ଶକ୍ର ସମବିନଉତେ ସତତ ସୁରାନିକ ହିତ ଯେହି। ଯେଉଁମାନେ 10,000 କର୍ଣ୍ଣରେ ଅନ୍ୟମାନଙ୍କର ପାପ ଶୁଣନ୍ତି, ସେମାନଙ୍କୁ ମୁଁ ରାଜା ପୃଥୁ ପରି ଭାବି ପ୍ରଣାମ କରୁଛି। ପୁନଶ୍ଚ ସେହି ଦୁଷ୍ଟମାନଙ୍କୁ ଇନ୍ଦ୍ର ପରି ମାନି ମୁଁ ବିନତି କରି କହୁଛି, କାରଣ ଇନ୍ଦ୍ରଙ୍କୁ ସୁରାନାରୀ ଅର୍ଥାତ୍ ଦେବସେନା ପ୍ରିୟ ଏବଂ ଦୁଷ୍ଟମାନଙ୍କୁ ମଧ୍ୟ ସୁରା ବା ମଦିରା ନିକ ଅର୍ଥାତ୍ ଭଲ ଲାଗେ। ବଚନ ବଜ୍ର ଯେହି ସଦା ପିୟାର ସହସ ନୟନ ପର ଦୋଷ ନିହାର। କଠୋର ବଚନ ରୂପକ ବଜ୍ର ହେଉଛି ସେମାନଙ୍କର ନିତ୍ୟ ପ୍ରିୟ ବସ୍ତୁ ଓ ସେମାନେ ସହସ୍ର ନୟନରେ ଅନ୍ୟମାନଙ୍କର ଦୋଷ ଦର୍ଶନ କରନ୍ତି। ଉଦାସୀନରି ମିତ ହିତ ସୁନତ ଜରହି ଖଲରୀତି ଜାନି ପାନି ଯୁଗ ଜୋରି ଜନ ବିନତି କରଇ ସପ୍ରୀତି। ଦୁଷ୍ଟମାନଙ୍କର ଏହା ଏକ ରୀତି ଯେ ଉଦାସୀନ କି ଶତ୍ରୁ କି ମିତ୍ର ଯେକୌଣସି ଲୋକଙ୍କର ହିତ ଶୁଣିଲେ ବି ସେମାନଙ୍କର ହୃଦୟ ଜଳିଯାଏ। ଏହା ଜାଣି ମୁଁ ଦୁଇ ହାତ ଯୋଡ଼ି ସେମାନଙ୍କୁ ପ୍ରେମପୂର୍ବକ ବିନତି କରୁଛି। ମଇ ଅପନି ଦିଶି କିହ୍ନି ନିହୋରା ତିହ୍ନି ନିଜୌରନ ଲାଉବ ଭୋରା ବାୟସ ପଲିୟହି ଅତି ଅନୁରାଗା ହୋହି ନିରାମିଷ କବହ କି କାଗା। ମୁଁ ସିନା ମୋ ପକ୍ଷରୁ ବିନତି କରୁଛି କି ସେମାନେ କଦାପି ସେମାନଙ୍କର ସ୍ୱଭାବ ଛାଡ଼ିବେ ନାହିଁ। କୁଆକୁ ଯଦି ଅନୁରାଗରେ ପାଳିଲେ ମଧ୍ୟ ସେ କ'ଣ କେବେ ନିରାମିଷାସୀ ହୋଇପାରିବ? ବନ୍ଦୌ ସନ୍ତ ଅସଞ୍ଜନ ଚରନା ଦୁଃଖ ପ୍ରଦ ଭୟ ବିଚକଛୁବରନା ବିଛୁରତ ଏକ ପ୍ରାଣ ହରିଲେହି ମିଲତ ଏକ ଦୁଃଖ ଦାରୁଣ ଦେହି। ବର୍ତ୍ତମାନ ମୁଁ ସନ୍ଥ ଓ ଅସନ୍ଥ ଉଭୟଙ୍କ ଚରଣ ବନ୍ଦନା କରୁଛି। ଉଭୟେ ଦୁଃଖ ଦିଅନ୍ତି, କିନ୍ତୁ ସେମାନଙ୍କ ଦୁଃଖ ଦେବା ମଧ୍ୟରେ ପ୍ରଭେଦ ରହିଛି। ପ୍ରଭେଦ ଏହି ଯେ ସନ୍ଥ ବିଦାୟ ନେଇ ଚାଲିଯିବା ବେଳେ ପ୍ରାଣ ନେଇଗଲା ଭଳି ଦୁଃଖ ହୁଏ ଏବଂ ଅସନ୍ଥ ଦୁଷ୍ଟ ବ୍ୟକ୍ତି ଆସି ଯେବେ ପହଞ୍ଚିଯାଏ ପାଖରେ ଦାରୁଣ ଦୁଃଖ ଦେଇଥାଏ। ଅର୍ଥାତ୍ ସନ୍ଥଙ୍କ ପ୍ରସ୍ଥାନରେ ଏବଂ ଦୁଷ୍ଟର ଆଗମନରେ ଭୀଷଣ ଦୁଃଖ ହୁଏ। ଉପଜହି ଏକ ସଙ୍ଗ ଜଗମାହି ଜଲଜ ଯୋକ ଜିମି ଗୁଣ ବିଲଗାହି ସୁଧା ସୁରା ସମ ସାଧୁ ଅସାଧୁ ଜନକ ଏକ ଜଗ ଜଲଧି ଅଗାଧୁ। ସନ୍ଥ ଓ ଅସନ୍ଥ ଉଭୟେ ଜଗତରେ ଏକ ସଙ୍ଗେ ଜାତ ହୁଅନ୍ତି, ମାତ୍ର ଏକ ସଙ୍ଗେ ଜାତ ହୋଇଥିବା ପଦ୍ମଫୁଲ ଓ ଜୋକ ପରି ସେମାନେ ଭିନ୍ନ ଭିନ୍ନ ଗୁଣର ହୋଇଥାନ୍ତି। ପଦ୍ମଫୁଲର ଦର୍ଶନ ଓ ସ୍ପର୍ଶ ସୁଖ ଦିଏ, କିନ୍ତୁ ଶରୀରକୁ ସ୍ପର୍ଶ କରିବା ମାତ୍ରେ ଜୋକ ରକ୍ତ ଶୋଷି ନିଏ। ସାଧୁ ହେଉଛି ଅମୃତ ସମାନ ମୃତ ରୂପୀ ସଂସାରରୁ ଉଦ୍ଧାରକାରୀ ଏବଂ ଅସାଧୁ ହେଉଛି ମଦିରା ସମାନ ମୋହ ପ୍ରମାଦ ଓ ଜଡ଼ତା ଉତ୍ପନ୍ନକାରୀ। ଉଭୟେ ଏକମାତ୍ର ଜଗତ ରୂପୀ
ଅଗାଧ ସମୁଦ୍ରରୁ ଉତ୍ପନ୍ନ। ଶାସ୍ତ୍ରରେ କୁହାଯାଇଛି ଯେ ସମୁଦ୍ର ମନ୍ଥନରୁ ହିଁ ଉଭୟ ଅମୃତ ଓ ମଦିରା ଉତ୍ପନ୍ନ ହୋଇଥିଲା। ଭଲ ଅନଭଲ ନିଜ ନିଜ କର ତ୍ରୁଟି, ଲହତ ସୁଜସ ପଲୋକ ବିଭୂତି। ସାଧୁ ସୁଧାକର ସୁରସରି ସାଧୁ, गरल अनल कलिमल सरी व्याधो। गुण अवगुण जातन सब कोई, जो जेहि भाव निकते ही सोई। साधुଙ୍କ ସ୍ୱଭାବ ଅମୃତ ଚନ୍ଦ୍ରମା ଓ ଗଙ୍ଗାଙ୍କ ପରି ସମାନ ଏବଂ ଦୁଷ୍ଟର ସ୍ୱଭାବ ବିଷ ଅଗ୍ନି ଓ କଳିଯୁଗର ପାପ ନଦୀ କର୍ମ ନାଶା ସମାନ। ଏମାନଙ୍କର ଗୁଣ ଓ ଅବଗୁଣ ସମସ୍ତେ ଜାଣନ୍ତି। ଯାହାଙ୍କୁ ଯାହା ରୁଚେ ତାହାକୁ ତାହା ହିଁ ଭଲ ଲାଗେ। ଭଲୋ ଭଲାଇ ପଇ ଲହଇ ଲହଇ ନିଚାଇ ନିଚୁ, ସୁଧା ସରାହ୍ୟ ଅମରତା ଗରଲ ସରାହ୍ୟ ମିଚୁ। ଯେ ଭଲ ସେ ବଲ ହିଁ ଗ୍ରହଣ କରେ, ନୀଚ ସେ ନୀଚତାକୁ ହିଁ ଗ୍ରହଣ କରେ। ଅମୃତ ଅମରତ୍ୱ ପ୍ରଦାନ କରିଥିବା ହେତୁ ପ୍ରଶଂସନୀୟ, ଗରଳ ମାରିଦେବା କାର୍ଯ୍ୟ ପାଇଁ ପ୍ରଶଂସନୀୟ। ଖଲ ଘ ଗୁଣ ସାଧୁ ଗୁଣ ଗାହ, ଉଭୟ ପାର ଉଦଧି ଅବଗାହ। ତେହି te କଛୁ ଗୁଣ ଦୋଷ ବଖାନେ, ସଂଗ୍ରହ ତ୍ୟାଗ ନବୀନୁ ପହିଚାନେ। ଦୁଷ୍ଟମାନଙ୍କର ପାପ ଓ ଦୁର୍ଗୁଣର ଗାଥା ଏବଂ ସାଧୁମାନଙ୍କର ସଦ୍ଗୁଣ ସମୂହର ଗାଥା ଉଭୟ ସମୁଦ୍ର ପରି ଅପାର ଓ ଅଗାଧ। ସେଥିମଧ୍ୟରୁ ଏଠାରେ ଅଳ୍ପ କିଛି ଗୁଣ ଓ ଦୋଷ ବର୍ଣ୍ଣନା କରାଗଲା, କାରଣ ନ ଚିହ୍ନିଲେ କାହାକୁ ଗ୍ରହଣ କରାଯିବ ଓ କାହାକୁ ତ୍ୟାଗ କରାଯିବ ଜାଣି ହେବ ନାହିଁ। ଭଲେ ଉପୋଚ ସବ ବିଧି ଉପଜାଏ, ଗନି ଗୁଣ ଦୋଷ ବେଦ ବିଲଗାଏ। କହି ବେଦ ଇତିହାସ ପୁରାଣ, ବିଧି ପ୍ରପଞ୍ଚ ଗୁଣ ଅବଗୁଣ ସାନା। କି ଭଲ କି ମନ୍ଦ ସବୁ ବ୍ରହ୍ମାଙ୍କ ରଚନା, କିନ୍ତୁ ଗୁଣ ଓ ଦୋଷ ବିଚାର କରି ବେଦମାନେ ମଧ୍ୟ ସେହି ଦୁଇଟିକୁ ପୃଥକ କରିଦେଇଛନ୍ତି। ବେଦ ଇତିହାସ ଓ ପୁରାଣମାନେ କହିଛନ୍ତି ବ୍ରହ୍ମାଙ୍କର ଏହି ସୃଷ୍ଟି ହେଉଛି ଗୁଣ ଓ ଅବଗୁଣର ଏକ ମିଶ୍ରଣ। ଦୁଃଖ ସୁଖ ପାପ ପୁଣ୍ୟ ଦିନ ରାତି, ସାଧୁ ଅସାଧୁ ସୁଜାତି କୁଜାତି। ଦାନବ ଦେବ ଉଚ୍ଚ ଅରୁ ନୀଚୁ, ଅମିୟ ଜୀବନ ମାହୁରୁ ମିଚୁ। ମାୟା ବ୍ରହ୍ମ জীব জগদীশা, লচ্ছি অলচ্ছি রঙ্ক অবনীশা। কাশী মগ সুরসরি ক্রমনাশা, মরু মরব মহিদেব গবাসা। সরগ নরগ অনুরাগ বিরাগা, নিগমাগম গুণ দোষ বিভাগা। সুখ দুঃখ পাপ পুণ্য দিন রাতি, সাধু অসাধু, সুজাতি কুজাতি, দেব দানব, উচ্চ নীচ, অমৃত বিষ, সুজীবন মৃত্যু, মায়া ব্রহ্ম জীব ঈশ্বর, লক্ষ্মী অলক্ষ্মী, রঙ্ক রাজা, কাশী মগধ, গঙ্গা
କର୍ମନାଶା ମାରବାର ମାଳବ ବ୍ରହ୍ମଣ କଂସେଇ ସ୍ୱର୍ଗ ନର୍କ ଓ ଅନୁରାଗ ବିରାଗ ଆଦି ସମସ୍ତ ପଦାର୍ଥ ବ୍ରହ୍ମାଙ୍କ ସୃଷ୍ଟିରେ ରହିଅଛି। ବେଦ ଓ ଶାସ୍ତ୍ରଗଣ ଗୁଣ ଓ ଦୋଷକୁ ପୃଥକ ପୃଥକ କରିଦେଇଛନ୍ତି।